ମୁଁ ସନ୍ଧ୍ୟା ବେଳେ ଆପଣମାନଙ୍କୁ ଦେଖେଇଥିଲି ଆମ ମନ୍ଦିରର ସାଜସଜ୍ଜା ଦେଖେଇଥିଲି। ତ ବର୍ତ୍ତମାନ ମୁଁ ଦେଖୁଛି ଆମର ରୋଷେଇ ହେବ ନା, ତ ଦେଖୁଛି ତାର ଯେଉଁ ପ୍ରସ୍ତୁତିଟା ଦେଖୁଛି ଆପଣମାନଙ୍କୁ। ଯେମିତି ମକର ସଂକ୍ରାନ୍ତିରେ ମଧ୍ୟ ଭିଡ଼ିଓ ପକେଇଥିଲି, ମୁଁ ଦେଖେଇଥିଲି ଆମର ଅନ୍ନଛତ୍ର ହେଉଥିଲା। ଆଉ ଠିକ୍ ଜାଗରରେ ମଧ୍ୟ ଆମର ଠିକ୍ ସେଇଆ ହିଁ ହେବ। ତ ମୁଁ ଦେଖାଉଛି ଆମର ଖାସ୍ କରି ସନ୍ଧ୍ୟାବେଳେ କ'ଣ ହେବ ନା, ହେବ ଅରୁଆ ଭାତ, ଡାଲମା, ଆଉ ହେବ ଖଟା ହେବ, ଆଉ କ୍ଷୀରି ବି ହେବ, ଏବଂ ତା ସହିତ ଆମର ସୁଜି ଏବଂ ମୁଗ ସିଝା ହେବ। ତ ବର୍ତ୍ତମାନ ଆମର ସବୁ ପ୍ରସ୍ତୁତି ଚାଲିଛି। ଗଞ୍ଜ ଆମର ପିଲାମାନେ ସବୁ ନେଇକି ଆସିଲେ, ସବୁ ଗଞ୍ଜ ଆସିଲା। ଆଉ ଏଇପଟେ ଆମର ସବୁ ଥୁଆ ହେଇଛି ସବୁ ଜିନିଷ, ଆମର ସବୁ ରାସନ ଜିନିଷ ଥୁଆ ହେଇଛି, ଆଉ କିଛି ଆସିନି, ଆସିବ। ଏପଟେ ଆମର ପିଲାମାନେ ସବୁ ଲାଗି ଯାଇଛନ୍ତି। ଅମୃତଭଣ୍ଡା, ଇଏ ବିଲାତି, ଟମାଟୋ ଖଟା ହେବ ବୋଧେ ଆମର। ଟ୍ରେ ଟ୍ରେ ହେବ ପୁରା, ଗୋଟା ବସିଛନ୍ତି। ଏ ପୁରା ଆମର ମୁଖ୍ୟ ଦାୟିତ୍ୱରେ ଆମ ଭାଇ ଆମର ଅଛନ୍ତି। ଇଏ ଆମର ରୋଷେଇଆ, ଇଏ ପିଲା ଆମର ଆମର ବି ହବ। ତ ତେଣୁ ପିଲାମାନେ ଆମର ମେନ୍ ଯେତେବେଳେ ରୋଷେଇବାସ ହୁଏ ଆମ ମନ୍ଦିରର, ଏଇମାନେ ହିଁ ସବୁ ମାନେ କଟାଠୁ ଆରମ୍ଭ କରିକି ମାନେ ବଢ଼ାବଢ଼ି ସବୁ ଦାୟିତ୍ୱ ମାନେ ଆମ ପିଲାମାନେ ହିଁ ନିଅନ୍ତି। ତ ମାନେ ଘରେ କେତେ କାମ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମନ୍ଦିର ପାଇଁ ହେଲେ ପୁରା ଡାକିଦେବେ, ମାନେ ଟିକେ ଖାଲି ମେସେଜରେ ବି ସେମାନେ ଆସିକି ପୁରା ରେଡ଼ି କାମ କରୁଥିବେ। ତ ପାଖାପାଖି ଟିକେ ପଚାରିବା ଆମର କେତେ କ'ଣ ଖାଇବା ରୋଷେଇଟା ଆମର ମାନେ ଖାଇବା ଲୋକ କେତେ ଲୋକ ପାଇଁ 3000 ପାଖାପାଖି ଲୋକଙ୍କ ଆମର ଏଷ୍ଟିମେଟ୍ ହେଇଛି। ଯଦି ଦରକାର ବି ହୁଏ ଆଉ ଥରେ ବି ମାନେ ରୋଷେଇ ହେବ। ତ ଏ ତ ଥିଲା ଆମର ଯାହା ବି ପ୍ରସ୍ତୁତ ଥିଲା। ଆଉ ପୁଣି ଆଗକୁ ଭିଡ଼ିଓ କରିବି ଯେତେବେଳେ ଲୋକମାନେ ସବୁ ବସିଥିବେ, ଆମର ଦୀପ ଜାଳୁଥିବେ, ସେଇ ସମୟରେ ଆପଣମାନଙ୍କ ପାଇଁ ବି ସେ ଦୃଶ୍ୟ ବି ଦେଖେଇବି। ଆଉ ଚେଷ୍ଟା କରିବି ମହାଦୀପକୁ ଆମର ଲାଇଭ୍ କରିବା ପାଇଁ। ଦେଖାଯାଉ କ'ଣ ହେଇପାରୁଛି। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।